ମୁଁ ନୀଳମଣି ମହାପାତ୍ର ଆଦର ଚିଲ୍ଡ୍ରେନ୍ସ ହୋମ୍ ସୁପରିଟେଣ୍ଡେଣ୍ଟ। ଆଜି ଜନମଙ୍ଗଳ ରାସଳ ସଂସ୍ଥାର ସଦସ୍ୟମାନେ ଏଠିକି ଆସିଥିଲେ ଆମ ଆଦର ଶିଶୁ ସଦନକୁ। ସାର୍ଙ୍କର ନାମ ହେଉଛି ଦୟାନିଧି ପୃଷ୍ଟି ସାର୍, ହଁ ସଂଗଠନର ଉପଦେଷ୍ଟା। ହଁ, ଦୟାନିଧି ପୃଷ୍ଟି ସେ ସଂଗଠନର ଉପଦେଷ୍ଟା। ତାଙ୍କର ଆଜି 42ତମ ଜନ୍ମଦିନ ଥିଲା। ସେ ଜନ୍ମଦିନରେ ସମସ୍ତେ ଭାଇ ଭଉଣୀମାନେ ଆସି ଏଠି ତାଙ୍କର ଜନ୍ମଦିନ ପାଳନ କରିବା ସାଙ୍ଗରେ ପିଲାମାନଙ୍କ ପାଇଁ କିଛି ଛୋଟ ଛୋଟ ଉପହାର ଆଣିଥିଲେ। ଉପହାର ଦେବା ସହିତ ସାର୍ଙ୍କର ଆଜି ପଖାଳ, ଦହି ପଖାଳ ଆରେଞ୍ଜମେଣ୍ଟ, ତା ସାଙ୍ଗରେ ବିଭିନ୍ନ ପ୍ରକାର ଭଜା, ବଡ଼ିଚୁରାଠୁ ଆରମ୍ଭ କରିକି ସବୁ ବିଭିନ୍ନ ପ୍ରକାର ଜିନିଷ ଇଏ କରିସାରିଲା ପରେ ପିଲାମାନଙ୍କ ସାଙ୍ଗରେ କେକ୍ କଟିଂ ଥିଲା। କେକ୍ କଟିଂ ପରେ ସିଏ ତାଙ୍କର ପିଲାମାନଙ୍କ ସାଙ୍ଗରେ ଏନ୍ଜୟମେଣ୍ଟ ମୁହୂର୍ତ୍ତ କିଛି ସବୁ କ୍ୟାପଚର କରି ଜିନିଷ, ତାଙ୍କ ସାଙ୍ଗରେ ନାଚ ଗୀତ ଏସବୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିଥିଲେ। ଆଉ ସମାଜ ପାଇଁ ଆପଣଙ୍କର କ'ଣ ମାନେ ଆହ୍ୱାନ ରହିବ? ସମାଜ ପାଇଁ ଯେମିତିକି ଆମର ଆୱାର ରହିବ, ଏମିତି ହେଲା ସାର୍ ଯେଉଁ କାର୍ଯ୍ୟକ୍ରମ କରୁଛନ୍ତି ଖାଲି ଏଠି ନୁହେଁ, ବହୁତ ବିଭିନ୍ନ ଜାଗାରେ ବି ବହୁତ ତାମାନେ ବହୁତ ଦୁଃଖୀ ପିଲା ବି ଅଛନ୍ତି, ତାଙ୍କ ପାଇଁ ବି ଆହୁରି କଲେ ବେଟର୍ ହେବ। ଆଉ ପିଲାମାନଙ୍କ ପାଇଁ ତାଙ୍କର ଆଶୀର୍ବାଦ ଏମିତି ଥାଉ, ଆଉ ଭଗବାନଙ୍କର ଆଶୀର୍ବାଦ ମଧ୍ୟ ତାଙ୍କ ଉପରେ ଏମିତି ଥାଉ। ଏମିତି ସେବା କାର୍ଯ୍ୟ ସେମିତି ଆଗକୁ ଚଲେଇଥାନ୍ତୁ, ଆଉ ଆଗକୁ ମଧ୍ୟ ଆହୁରି ସଫଳତାରେ ସେ ସିଡ଼ି ଚାଲିଥାନ୍ତି। ଧନ୍ୟବାଦ।